ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ ଗୀତା ରହସ୍ୟ। ଲେଖକ ବ୍ରହ୍ମା କୁମାର ସୁଧାଂଶୁ ଶେଖର ମିଶ୍ର। ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗ। ଜୀବାତ୍ମା। ବ୍ୟାଖ୍ୟା। କୌଣସି ବ୍ୟକ୍ତିର ପରିଚୟ ଜିଜ୍ଞାସା କଲାବେଳେ ସାଧାରଣତଃ ପ୍ରଶ୍ନ କରାଯାଏ, ଆପଣ କିଏ? ଆପଣ କାହାର ପୁତ୍ର? ଆପଣଙ୍କ ଘର କେଉଁଠି? ଇତ୍ୟାଦି। ଏହା କେବଳ ବ୍ୟକ୍ତିର ଶାରୀରିକ ପରିଚୟ। କିନ୍ତୁ ମୃତ୍ୟୁ ହୋଇଗଲେ ସାଧାରଣତଃ କୁହାଯାଏ, ଅମୁକ ଲୋକଟି ଚାଲିଗଲା। କିଏ ସେ? ଶରୀର ତ ପଡ଼ିଛି, କିଏ ଚାଲିଗଲା? ଯାହା ପାଇଁ ତାର ସ୍ୱଜନ ପରିବାର ଶୋକ କରୁଛନ୍ତି। ମୋର ଶରୀର କହୁଥିବା ମୁଁଟି କିଏ? ଶରୀର ମଧ୍ୟରେ ରହି ଚେତନା ପ୍ରଦାନ କରୁଥିବା ସେହି ଚିନ୍ମୟ ସତ୍ତାକୁ ଆଧ୍ୟାତ୍ମିକ ଭାଷାରେ ଆତ୍ମା କୁହାଯାଏ। ଆତ୍ମାର ସଂଯୋଗରେ ଜୀବ ସଂସାରରେ କ୍ରିୟାଶୀଳ ହୁଏ। ଏହି ଆତ୍ମାର ବାସ୍ତବିକ ସ୍ୱରୂପ କ'ଣ? ଏହା ଉପରେ ଅନେକ ମତାନ୍ତର ଦେଖାଯାଏ। ଅଦ୍ୱୈତବାଦ ବା ମାୟାବାଦର ପ୍ରବକ୍ତା ଆଦି ଶଙ୍କରାଚାର୍ଯ୍ୟ ଜୀବାତ୍ମାକୁ ପ୍ରତିବିମ୍ବ ଓ ମୃଗତୃଷ୍ଣା ସହିତ ତୁଳନା କରି ଏହାର ବାସ୍ତବିକତାକୁ ଅସ୍ୱୀକାର କରିଛନ୍ତି। ତାଙ୍କ ମତରେ ଜଗତ ମିଥ୍ୟା, ବ୍ରହ୍ମ ହିଁ କେବଳ ସତ୍ୟ। ଜୀବାତ୍ମା ସର୍ବବ୍ୟାପୀ ପରମାତ୍ମାଙ୍କ ଏକ ଅଂଶ ବିଶେଷ ମାତ୍ର। ସୂର୍ଯ୍ୟଙ୍କ ପ୍ରତିବିମ୍ବର ଆଧାର ଜଳ ଶୁଷ୍କ ହୋଇଗଲା ପରେ ଯେପରି ଏହା ପୁନଶ୍ଚ ବିମ୍ବରୂପ ହୋଇଯାଏ ବା ଘଟ ବିନଷ୍ଟ ହୋଇଗଲେ ତା ମଧ୍ୟରେ ଥିବା ଆକାଶର ଅଂଶ ଯେପରି ମହାକାଶରେ ବିଲୀନ ହୋଇଯାଏ, ସେହିପରି ପରମାତ୍ମାଙ୍କ ଅଂଶ ଆତ୍ମା ଦେହାଦି ବନ୍ଧନରୁ ମୁକ୍ତ ହେଲେ ତାଙ୍କ ସହିତ ଲୀନ ହୋଇଯାଏ। ସେ ଆତ୍ମା ଓ ପରମାତ୍ମାକୁ ଏକ ଓ ଅଭିନ୍ନ ବୋଲି ସ୍ୱୀକାର କରିଛନ୍ତି। ତାଙ୍କ ମତରେ ଅଜ୍ଞାନତା ବା ଅବିଦ୍ୟା ହେତୁ ମନୁଷ୍ୟ ପରମାତ୍ମାଙ୍କ ପ୍ରତିବିମ୍ବ ସ୍ୱରୂପ ଆତ୍ମାକୁ ତାଙ୍କଠାରୁ ଭିନ୍ନ ବୋଲି ମନେ କରେ। ଶଙ୍କରାଚାର୍ଯ୍ୟଙ୍କ ପରି ମହାନ ବିଦ୍ୱାନ ଓ ଆଚାର୍ଯ୍ୟ କେଉଁ ମହତ୍ ଉଦ୍ଦେଶ୍ୟ ରଖି ଏ ମାୟାବାଦର ପ୍ରବର୍ତ୍ତନ କରିଥିଲେ ତାହା ଅନ୍ୟ ଏକ ଆଲୋଚନାର ବିଷୟ। କିନ୍ତୁ ଏହା ସହିତ ଗୀତା ଏକମତ ନୁହେଁ। ଗୀତା ଅନୁସାରେ ଆତ୍ମା ଏକ ସ୍ୱତନ୍ତ୍ର ସତ୍ତା। ଏହା ନିତ୍ୟ ଓ ସନାତନ। ବ୍ରହ୍ମସୂତ୍ରରେ ଜୀବାତ୍ମାକୁ ଉତ୍ପତ୍ତି ଶୂନ୍ୟ କୁହାଯାଇଛି। ନାତ୍ମା ଶ୍ରୁତି ନିତ୍ୟତ୍ୱାଯତାଭ୍ୟଃ। ବ୍ରହ୍ମସୂତ୍ର ଭାଷା ଲେଖିଲା ବେଳେ ଶଙ୍କରାଚାର୍ଯ୍ୟ ଏକ ସ୍ଥଳରେ ଉଲ୍ଲେଖ କରିଛନ୍ତି ଯେ ବାସ୍ତବରେ ଜୀବ ବ୍ରହ୍ମର ଅଂଶ ନୁହେଁ, ଅଂଶ ସଦୃଶ ଅଟେ। କାରଣ ନିରବୟବ ପରମାତ୍ମାଙ୍କ ଅଂଶ ହେବା ସମ୍ଭବ ନୁହେଁ। ଅଂଶ ଇବାସୋ ନାହିଁ ନିରବୟସ୍ୟ ମୁଖ୍ୟସ୍ୟ ସମ୍ଭବତି। ଏଠାରେ ଶଙ୍କରାଚାର୍ଯ୍ୟ ସ୍ୱୟଂ ନିଜେ ନିଜର ମାୟାବାଦକୁ ପରୋକ୍ଷ ଭାବରେ ଖଣ୍ଡନ କରିଛନ୍ତି। ଏଥିରୁ ସ୍ପଷ୍ଟ ହୁଏ ଯେ ଆତ୍ମା ପରମାତ୍ମାଙ୍କ ଠାରୁ ଉତ୍ପତ୍ତି ହୋଇନାହିଁ କିମ୍ବା ଏହା ଅବିଭାଜ୍ୟ ପରମାତ୍ମାଙ୍କ ବିଭାଜିତ ଅଂଶ ବିଶେଷ ନୁହେଁ। ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଅନାଦି ଅଟେ। ସାଧାରଣତଃ ସନ୍ତାନ ସନ୍ତତିମାନଙ୍କୁ ସେମାନଙ୍କ ପିତାମାତାଙ୍କ ଅଂଶ ବୋଲି କୁହାଯାଏ। ପିତାମାତା ସେମାନଙ୍କ ସନ୍ତାନ ସନ୍ତତିମାନଙ୍କ ଠାରୁ ପୃଥକ୍ ଓ ଭିନ୍ନ ସତ୍ତା ଅଟନ୍ତି। ସେହିପରି ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଅଂଶାଂଶୀ ସମ୍ପର୍କ ଅଛି। ଆଲୋଚ୍ୟ ଅଧ୍ୟାୟର 7ମ ଶ୍ଲୋକରେ ମମୈବାଂଶଃ କହିବାର ଏକମାତ୍ର ତାତ୍ପର୍ଯ୍ୟ ହେଉଛି ଆତ୍ମାର ସମ୍ବନ୍ଧ କେବଳ ପରମାତ୍ମାଙ୍କ ସହିତ ନିତ୍ୟ ଓ ଶାଶ୍ୱତ। ପ୍ରକୃତି ସହିତ ତାର ସମ୍ବନ୍ଧ ଅନିତ୍ୟ ଓ କ୍ଷଣସ୍ଥାୟୀ। ଆତ୍ମା ମଧ୍ୟରେ ପ୍ରକୃତିର ସାମାନ୍ୟତମ ଅଂଶ ନାହିଁ। ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଅଶରୀରୀ, ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଓ ପରମ ଧାମ ନିବାସୀ। ପ୍ରଭେଦ ଏତିକି ଯେ ପରମାତ୍ମା ଜ୍ଞାନ ଗୁଣର ସାଗର।
ଆତ୍ମା ସେସବୁର ସ୍ୱରୂପ ମାତ୍ର। ଆତ୍ମା କର୍ମ ବନ୍ଧନରେ ପଡ଼ୁଥିବାରୁ ଜନ୍ମ ମୃତ୍ୟୁ ଚକ୍ରରେ ଘୂରି ବୁଲେ। କିନ୍ତୁ ପରମାତ୍ମା ଅଜନ୍ମା, ଅକର୍ତ୍ତା ଓ ଅଭୋକ୍ତା ହୋଇଥିବାରୁ ତାଙ୍କର ନିଜସ୍ୱ କର୍ମର ଶରୀର ନାହିଁ। ଆତ୍ମା ଶରୀର ଧାରଣ କଲେ ପ୍ରକୃତି ଦ୍ୱାରା ବଶୀଭୂତ ହୋଇ ନିଜର ସ୍ୱରୂପ ବିସ୍ତୃତ ହୋଇଯାଏ। ପରମାତ୍ମା ସର୍ବଜ୍ଞ, ତେଣୁ ବିସ୍ତୃତିର ଊର୍ଦ୍ଧ୍ୱରେ। ସେ ମନୁଷ୍ୟମାନଙ୍କର ସ୍ମୃତିଦାତା। କେବଳ କାହାରି ଔରସରୁ ଜନ୍ମ ହୋଇଥିଲେ ଯେ ତାଙ୍କୁ ପିତା କୁହାଯିବ ତାହା ନୁହେଁ। ବୟୋଜ୍ୟେଷ୍ଠ ବା ହିତକାରୀ ବ୍ୟକ୍ତିଙ୍କୁ ମଧ୍ୟ ପିତା ସମ୍ବୋଧନ କରାଯାଏ। ମହାତ୍ମା ଗାନ୍ଧୀ ଭାରତକୁ ପରାଧୀନତାର ଶୃଙ୍ଖଳାରୁ ମୁକ୍ତ କରିଥିଲେ, ତେଣୁ ତାଙ୍କୁ ରାଷ୍ଟ୍ରପିତା ବୋଲି କୁହାଗଲା। ଏଠାରେ ଜନ୍ମଦାତା ଅର୍ଥରେ ତାଙ୍କ ପାଇଁ ପିତା ଶବ୍ଦ ବ୍ୟବହାର କରାଯାଏ ନାହିଁ। ସେହିପରି ପରମାତ୍ମା ସୃଷ୍ଟିରେ ଅବତରଣ କରି ମନୁଷ୍ୟାତ୍ମାମାନଙ୍କର ଅଜ୍ଞାନ ଅନ୍ଧକାର ଦୂର କରନ୍ତି, ସେମାନଙ୍କୁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାନ କରନ୍ତି। ପତିତ କଳିଯୁଗୀ ଦୁନିଆର ବିନାଶ କରି ସତ୍ୟଯୁଗୀ ଦୈବୀ ଦୁନିଆର ସ୍ଥାପନା କରନ୍ତି। ତେଣୁ ତାଙ୍କୁ ଜଗନ୍ନାଥ ଓ ପରମ ପିତା କୁହାଯାଏ। ପୂର୍ବୋକ୍ତ ଶ୍ଲୋକରେ ପରମାତ୍ମା କହିବାକୁ ଚାହାନ୍ତି ଯେ ଆତ୍ମା ମୋ ପରି ସନାତନ ହୋଇଥିଲେ ମଧ୍ୟ ସଂସାରରେ ଦେହ ଧାରଣ କରି ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯାଇ ମନ ଓ ଇନ୍ଦ୍ରିୟମାନଙ୍କ ଆକର୍ଷଣରେ ନିଜକୁ ଦେହ ବୋଲି ମନେକରେ। ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି। କ୍ରମଶଃ ଓମ୍ ଶାନ୍ତି।